ଆୟୁଷ୍ମାନ ଭର୍ସେସ୍ ବିଏସ୍କେ ଯୋଜନା। ତେବେ କେଉଁଟା ଭଲ କେଉଁଟା ଖରାପ? ତେବେ ଫେବୃଆରୀରେ ଓଡ଼ିଶାରେ ଆୟୁଷ୍ମାନ ଭାରତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ସହ ରାଜ୍ୟ ସରକାରଙ୍କ ଏମଓୟୁ ଉପରେ ଯୋଜନା ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓରେ ସ୍ୱାଗତ। ତ ସେପଟେ ଆୟୁଷ୍ମାନ ଭଲ ନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଲ, ୟାକୁ ନେଇ ଜାରି ରହିଛି ରାଜନୀତି। ଏପରି ବିଏସ୍କେୱାଇରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ କହିଛନ୍ତି ଆଇନ ମନ୍ତ୍ରୀ। ଜବାବରେ ବିଜେଡି କହିଛି, ତଦନ୍ତ କରିବାକୁ ସରକାରଙ୍କୁ କିଏ ମନା କରିଛି କି? ରାଜ୍ୟରେ ବଢ଼ିବ ସ୍ୱାସ୍ଥ୍ୟସେବାର ପରିସର। ଫେବୃଆରୀ ମାସରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଶି ପ୍ରତି ପରିବାରକୁ ମିଳିବ ଗୋଟିଏ କାର୍ଡ଼। ଆଉ ଆୟୁଷ୍ମାନ ଲାଗୁ ହେଲେ ବନ୍ଦ ହେବ ବିଏସ୍କେୱାଇ ଅର୍ଥାତ୍ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ତେବେ ପୁରୁଣା ଯୋଜନା ଭଲ ନା ନୂଆ ଯୋଜନା ଭଲ, ତାକୁ ନେଇ ବିଜେପି ବିଜେଡି ମଧ୍ୟରେ ମଧ୍ୟ ଆରମ୍ଭ ହୋଇଯାଇଛି ବାକ୍ଯୁଦ୍ଧ। କିନ୍ତୁ ଆପଣମାନେ କ'ଣ କହୁଛନ୍ତି, କେଉଁଟା ଭଲ କେଉଁଟା ଖରାପ? ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ଚିକିତ୍ସା ପରିସର ବଢ଼ିବ, କିନ୍ତୁ ବିଏସ୍କେୱାଇରେ ଲୋକ ସଠିକ୍ ଚିକିତ୍ସାରୁ ବଞ୍ଚିତ ହେଉଥିଲେ ଏବଂ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ଆଇନ ମନ୍ତ୍ରୀ ଏବଂ ଆଗାମୀ ଦିନରେ ଦୁର୍ନୀତିର ତଦନ୍ତ ହେବ ବୋଲି ମଧ୍ୟ କହିଛନ୍ତି। ସେପଟେ ମନ୍ତ୍ରୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି, ବିଏସ୍କେୱାଇରେ ଚିକିତ୍ସା ପାଇଁ ଲୋକଙ୍କୁ ଟଙ୍କାଟିଏ ଦେବାକୁ ପଡ଼ୁନଥିଲା। ହସ୍ପିଟାଲରେ କାର୍ଡ଼ ଦେଖାଇବା ମାତ୍ରେ ଲୋକଙ୍କୁ ମାଗଣା ଚିକିତ୍ସା ମିଳୁଥିଲା। ନୂଆ ଯୋଜନାରେ କାର୍ଡ଼ ଦେଖାଇଲେ ମାଗଣା ସୁବିଧା ମିଳିବ ନାହିଁ, ସରକାର ସ୍ପଷ୍ଟ କରିବା ଆବଶ୍ୟକ। ଯଦି ବିଏସ୍କେୱାଇରେ କିଛି ଦୁର୍ନୀତି ହୋଇଛି, ତଦନ୍ତ କରିବାକୁ କିଏ ମନା କରିଛି ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସୋମବାର ଦିଲ୍ଲୀରେ ଏମଓୟୁ ପରେ ଓଡ଼ିଶା ଫେରିବା ପରେ ବିମାନ ବନ୍ଦରରେ ମୋହନ ମାଝୀଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରି ସମସ୍ତ ହିତାଧିକାରୀଙ୍କୁ ନୂଆ କାର୍ଡ଼ ଦେବେ ସରକାର। 3.5 କୋଟି ଲୋକ ଏହି କାର୍ଡ଼ ସୁବିଧା ପାଇବେ। କେନ୍ଦ୍ରୀୟ ଯୋଜନା ଆୟୁଷ୍ମାନ ଭାରତରେ ସାମିଲ ହେବେ ପ୍ରାୟ 68 ଲକ୍ଷ ପରିବାର। ଗୋଟିଏ କାର୍ଡ଼ରେ ପୁରୁଷ 5 ଲକ୍ଷ ଓ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କାର ସୁବିଧା ମିଳିବ। ଏହି ନୂଆ କାର୍ଡ଼ରେ ବି ସମ୍ପୂର୍ଣ୍ଣ କ୍ୟାସଲେସ୍ ଚିକିତ୍ସା ସୁବିଧା ରହିବ ବୋଲି କୁହାଯାଇଛି। ଦେଶର 29,000ରୁ ଅଧିକ ହସ୍ପିଟାଲରେ ଏହି କାର୍ଡ଼ଟି କାମ କରିବ। 2018ରେ ଏହି ଯୋଜନା ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୁଷ୍ମାନ ଯୋଜନା ଆରମ୍ଭ କରାଯାଇଥିବା ବେଳେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ। ଆୟୁଷ୍ମାନ ଯୋଜନାରେ 67 ଲକ୍ଷ ପରିବାର ସାମିଲ ହେବା ସହ ତାହା ଇନ୍ସୁରାନ୍ସ ହୋଇଥିବାରୁ ତତ୍କାଳୀନ ବିଜେଡି ସରକାର ଏହି ଯୋଜନାକୁ ଲାଗୁ କରିବାକୁ ମନା କରିଥିଲେ ବୋଲି ସୂଚନା ରହିଛି। ବର୍ତ୍ତମାନ ପାଇଁ ଏତିକି ରହୁଛୁ। ନମସ୍କାର ଏବଂ ଏହି ମତାମତ ନିଶ୍ଚୟ ଭାବରେ ଦେବେ ଯେ କେଉଁଟି ଭଲ।